ସଂସାଇଲ ପାଖ 53 ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର, କଟକ ସ୍ଥାନାନ୍ତର। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲ ପାଖ 53 ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଦୁର୍ଘଟଣାରେ ଦୁଇ ଜଣ ଭାଇ ବାଇକ୍ରେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁବାର ରାତିରେ ଦୁଇ ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ମୁର୍ଦଙ୍ଗା ଗ୍ରାମର ବାସିନ୍ଦା ମନମୋହନ ସାହୁଙ୍କ ପୁଅ ଯୁବକ ଜିତେନ୍ଦ୍ର ସାହୁ ଖଡ଼ଗପୁରରେ କାର୍ଯ୍ୟ କରୁଥିବା ବେଳେ ସେଠୁ କାର୍ଯ୍ୟ ସାରି ନିଜ ବାସଗୃହକୁ ଫେରୁଥିବା ବେଳେ ତାଙ୍କ ଭାଇ କୁନା ସାହୁ ତାଙ୍କୁ ଯାଜପୁର ରେଲୱେ ଷ୍ଟେସନରୁ ବାଇକ୍ ଯୋଗେ ନେଇ ଘରକୁ ଫେରୁଥିବା ବେଳେ ସଂସାଇଲ ପାଖ 53 ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଦୁର୍ଘଟଣାଗ୍ରସ୍ତ କରାଇ ଘଟଣାସ୍ଥଳରୁ ଖସି ପଳାଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ଦୁଇ ଭାଇଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ଭାଇଙ୍କର ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଗୁରୁତର ଥିବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗୁରୁବାର ରାତିରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।